ଶୈଳା କଣ ନା ନା କଣ ତମେ ନନ୍ସେନ୍ସ ବାପ ପୁଅ ଦିଟା ମତେ ଇଡିୟଟ ପରି ହଉଛ ଗାଈ ପଛରେ ବାଛୁରୀ ଗୋଡେଇଲା ପରି ଗୋଡଉଛ କଣ ବାପ ହସ୍ପିଟାଲରେ ଯାଉଛି ପୁଅ ଘରେ ବସି ଯାଉଛି ଏ ଛୁଆ ମତେ ଟିକେ କୁଣ୍ଢେଇଲ ଅନେଇଲ ମୋ 104 ଡିଗ୍ରୀ ଜ୍ୱର ଟିକେ 90 କୁ ଖସି ଆସୁ ଇଡିୟଟ ନନ୍ସେନ୍ସ ରାସ୍କଲ ମୁଁ ତତେ କାଇଁ କୁଣ୍ଢେଇବି ତୋ ତ ବହୁତ ସାହସ ଇଏ ତମେ ଜାଣିନ ଅନେଇଲ ଆମ ଗାଁ ବଦ୍ୟରାଜ ତାଙ୍କରି ପାଖକୁ ଯାଇଥିଲି ସେ କହିଛନ୍ତି ତୋତେ ଗୋଟେ ବଡ଼ ରୋଗ ହେଇଛି ବୁଝିଲ ନା ଏଇ ଯୋଉ କହୁନାହାନ୍ତି ଇଂଲିଶରେ କ'ଣ ଗୋଟେ କହୁଛନ୍ତି ହିଷ୍ଟ୍ରି ନା ଏଇ ଯୋଉ କହୁଛନ୍ତି ଐତିହାସିକ ରୋଗ ଏଚପିଭି ଗୋଟେ କ'ଣ କହୁନାହାନ୍ତି ସେଇ ରୋଗଟା ମୋତେ ହେଇଛି କହିଲେ ଏମିତି ଛାଡ଼ିବନି ଅନେକ ଯେତେ ପ୍ରକାର ସବୁ ଡାକ୍ତର ଥିଲେ ହୋମିଓପାଥିକି ଏଲିଓପାଥିକି ନେଚରୋପାଥିକି ଯେତେ ପ୍ରକାର ପାଥି ଡକ୍ଟର ଥିଲେ ସମିତ ପାଖକୁ ଯାଇଥିଲି ଔଷଧ ଖାଇଲି ତଥାପି କଣ୍ଟା ଦେବୁନି ଆମ ଗାଁ କବିରାଜ କହିଲେ ଶିଳିପୁଆ ମୁଣ୍ଡେଇକି ବୁଲିବୁ ଉପରେ ଓଜନିଆ ଜିନିଷ ମୁଣ୍ଡିଲେ ତଳ କଣ୍ଟା ଦବିବ ଆଉ ମଝିରେ ସୁନ୍ଦରୀ ଝିଅ ଦେଖି କହିବ ତତେ ଖାଲି କୁଣ୍ଢେଇବ ଦିନକୁ ମାତ୍ର 10 ଥର ଆଉ 7 ଦିନ 70 ଥର ଆଉ ଜୀବନ ସାରା ତ ଜର ପାଖ ମାଡ଼ିବନି ଶୈଳ ମତେ ଟିକେ କୁଣ୍ଢେଇଲ ଆରେ ହେଇ ଏ ବାଡ଼ି ଖାଉ ଖାଲି ଦେଶୀ ସୋଦ ଦରକାର ଆଉ ତମେ ଦେଶୀ ସୋଦ କି ବିଦେଶୀ ସୋଦ ମତେ ଟିକେ କୁଣ୍ଢେଇଲ ଇରେ ଶୈଳ ମତେ କାଇଁ ଏମିତି କଥା ମତେ ମାରିଦବ ନା କଣ ମତେ ଜର ମତେ ଟିକେ କୁଣ୍ଢାଅ ଇରେ ମତେ ଟିକେ କୁଣ୍ଢାଅ ଶୈଳ ବୋଧେ ଘରେ ଥିବ ମତେ ନ ଜଣେଇ ତ କୁଆଡେ ଯିବା ଛୁଆ ନୁହେଁ ଶୈଳ ଏହି ଶଳା ମୋ ବାପା ଆସିଲା କି ଏ ଶୈଳ ମତେ ଟିକେ ଲୁଚେଇ ଦେଲା ଓହୋ କି ଖରା ଏତେ ବଡ଼ ଖରାରେ ମୋ ଭଳିଆ ଲୋକ କ'ଣ ଚାଲିକି ଆସିବା କଥା ଦିଅ ମୁଣ୍ଡ ଝାଇଁ ହେଇଯାଉଛି ଏଇଠି କିଛି ସମୟ ବସି ପଡ଼ିବା ବେଶ କିଏ କ'ଣ ଏଠି ଗୋଟେ ଥୋଇଛି ଶିଳୁପୁତା ଏ ତ ମୋ ଘରର ଶିଳୁପୁଆ ଭଳିଆ ଲାଗୁଛି ମୁଁ ତ ଶୈଳକୁ ଗାଣ୍ଡର ଦେଇଥିଲି ହେରା ବାଉଳାରେ ଶିଳୁପୁତା ଦେଇଦେଇଛି ନା କ'ଣ ଛାଡ଼ ମୁଁ ଆଗେ ତାକୁ ଫଳମୂଳ ଦେଇ ସାରେ ବାପା ମୁଁ ବାଉଳାରେ ମୋ ଘର ଭିତରୁ ବସି ଆସିଲି କି ନା ତମ ଜୀବନରେ ବାଉଳା ଅଛି ତମେ ଠିକ ଠିକଣା ଜାଗାକୁ ଆଇଛ ଶୈଳ ଘରକୁ ତମେ ଜାଣି ଶୁଣିଛ ତମ ଆଗରେ ବାହି ଶୈଳ ଶୈଳ ମୁଁ ଆଗେ ତା ଫଳମୂଳଟା ଦେଇ ସାରେ ଫଳ ନାମ କାଇଁ କାନ୍ଦୁଛୁ କାନ୍ଦୁଛୁ କାହିଁକି କ'ଣ ହେଇଛି କହୁନୁ ଏ ଦେଖୁଛ ମତେ ମାସେ ହେଲାଣି ଜ୍ୱର ହେଲାଣି ଏପର୍ଯ୍ୟନ୍ତ ଔଷଧ ଦେବା ଦୂର କଥା ଅଙ୍ଗୁର ନାସିରେ ମତେ ଛୁଇଁ ଦେଲୁନି ଅଛଟ ଏଠିକି ଫଳ ଗୋଦାମ ଧରି ପଳେଇ ଯାଇଛ ତୋ ଶୈଳ ମାଉସୀ କାଲିଠାରୁ ମତେ ପଇସା ଦେଇଥିଲା ଫଳମୂଳ ଆଣିବା ପାଇଁ ମୁଁ ତାରି ପଇସାରେ ତା ପାଇଁ ଫଳମୂଳ ଆଣିଛି ତୋ ବୋପା ଅଣ୍ଟିରୁ ଖର୍ଚ୍ଚ ମାଉସୀ ମାନେ ତମ ଶାଳୀ ଆଉ କଣ ଇଏ ମୋ ମାଉସୀ ଆଚ୍ଛା ବାପା କହିଲ ଆଚ୍ଛା ଇଏ ମୋର କୋଉ ହିସାବରେ ମାଉସୀ ସିଏ ଗୋଟେ ବଡ ଲମ୍ବା ହିସାବ ମାନେ ସିଏ ତ ବୋଉର ଭାଇର ମାମୁର ନଣନ୍ଦର ଭାଇର ଯାହାର ନଣନ୍ଦ ଦେଢଶୁରର ଝିଅ ହିସାବରେ ତ ମାଉସୀ ତ ବୋଉର ସାନ ଭଉଣୀ ପରିବାର ମାନେ ଟୋଟାଲ ସାଉଡ ଚକ୍ର ଏମିତି ଗଡ଼ିକି ସିଧା ଅଞ୍ଜି ଦେଇକି ଏମିତି ଥାଛଡ଼ା ଦେଇକି ଏମିତି ବୁଲି ବୁଲାକି ଆସିକି ପଞ୍ଚାୟତ ପୁରୁଣିଆରେ ମାନିବାକୁ ପଡ଼ିବ ଇଆଡ଼େ ଏ ଶୁଣ କ'ଣ କହିଲ ତମ ଫଳ ଜରିଟା ମାଉସୀ ଯେତେବେଳେ ସମ୍ପର୍କ ତ ଯୋଡ଼ି ହେଇଗଲାଣି ଏଥର କାହା କୁଣ୍ଢେଇବାର ଅସୁବିଧା ନାହିଁ ଆସିବା ସେମିତି ହେଇପାରିବନି ବାପା କ'ଣ ପାଇଁ ହେଇପାରିବନି ବାପା ଆଉ କ'ଣ ଜ୍ୱରରେ ମୁଁ ଜର୍ଜରି ମରିବି ମାନେ ଆମ ଗାଁ କବିରାଜ ତାଙ୍କରି ପାଖକୁ ଯାଇଥିଲି ମୋତେ ତ ମାସ ହେଲାଣି ଜ୍ୱର ଛାଡ଼ୁନି ତାଙ୍କରି ପାଖକୁ ଯାଇଥିଲି ସେ ମୋତେ କହିଲେ ତୋତେ ଗୋଟେ ବଡ଼ ରୋଗ ହେଇଛି ତୁ ଗୋଟେ କାମ କର ଶିଳିପୁଆ ମୁଣ୍ଡେଇକି ବୁଲିବୁ ଆଉ ମଝିରେ ସୁନ୍ଦରୀ ଝିଅ ଦେଖିକି କହିବୁ ତୋତେ ଟିକେ ଖାଲି କୁଣ୍ଢେଇବ ଦିନକୁ ମାତ୍ର 10 ଥର ଆଉ 7 ଦିନ 70 ଥର ଆଉ ଜୀବନ ସାରା ତ ଜ୍ୱର ପାଖ ମାଡ଼ିବନି ଆଉ ମାଉସୀ ଯେତେବେଳେ ଛୁଆଟା ମୋର ଜ୍ୱରରେ କଲବଲ ହଉଛି ମୁଁ ମାଉସୀ କେମିତି ଧୈର୍ଯ୍ୟ ଧରି ରହିବି ଆସିଲ ବାପା ଆସ ହେଇପାରିବନି ସେମିତି କାହିଁ ହେଇପାରିବନି ଆଉ କ'ଣ ମୁଁ ଜ୍ୱରରେ ଜର୍ଜରି ମରିବି ସେ ଶଳା କବିରାଜକୁ ବାଡ଼େଇକି ଭାଙ୍ଗିଦେବି ତା ଗୋଡ଼ ହାତ
ଇରେ ସେଇଟା ମିଛୁଆ ଟାଉଟରଟା ଇରେ ତୁ ତାରି କଥାରେ ପଡ଼ି ସିଧା ଟିକେ ଚାଲି ଆଇଛୁ ନା 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 ହଁ ମୁଁ ସିଧା କ'ଣ ଏଠିକି ଆସିଛି ଆଉ ଦି ଚାରି ଜଣ ଘରକୁ ପଶି ଯାଇଥିଲେ ସେ ମୋତେ ମାରିବାକୁ ଗୋଡ଼େଇଲେ ଦୌଡ଼ିକି ପଳେଇ ଆସିଲି ଅଛନ୍ତି ଶୈଳ ଘରକୁ ପଶିଗଲି ଆଉ ତା ଛଡ଼ା ଶୈଳ ଘରକୁ ଆସିଲି ବୋଲି ସିନା ମୁଁ ଆଜି ଦେଖିଲି କ'ଣ ଦେଖିଲୁ ତମ ରଙ୍ଗ ନା ଆକୁ ଖୋଲିକି ନ କହିଲେ ହବନି ମୁଁ ବି ତମକୁ ଖୋଲିକି ନ କହିଲେ ତମେ ଜାଣିବନି ମୁଁ କହୁଛି ତୁ ଶୁଣ ମୋ କଥା ତମେ ଶୁଣ ତୋ କଥା କ'ଣ ଶୁଣା ମୋ କଥା ଶୁଣା ଚୁପ୍ ରୁହ ସବୁବେଳେ ଦି ଜଣ କଟର କଟର ଶୁଣ ବାପା ହଉଛନ୍ତି ଗୁରୁଜନ ବାପା ଆଗ କହିବେ ଆଉ କୁହନ୍ତୁ ମାନେ ବାପା କୁହନ୍ତୁ କୁହନ୍ତୁ ବାପା ଆପଣ କୁହନ୍ତୁ ଏମିତି ଗାଈ ହମ୍ବାଳି ଖାଉଛି କଥା ତ କହିବ ଏମିତି କାନ୍ଦୁଛ କାହିଁ ତମେ ଏତେ ରାତି ଅଧ ଯାକେ ରେକର୍ଡ ଡ୍ୟାନ୍ସ କରନି ନାଟକକୁ ଯାଅ ବାପା ସେଉଳ ହଁ ତୋ ମାର ପାରିକି ଥିବା 8 ବର୍ଷ ହେଇଗଲା ଭାବିଥିଲି ତାରି ଫଟୋକୁ ଚାହିଁ ଚାହିଁ ଏ ଜୀବନଟା ବିତେଇ ଦେବି ବୋଲି। କେତେ ଥର ତା ଫଟୋକୁ ନେଇ କାନ୍ଥରେ ଟାଙ୍ଗିଛି କେତେ ଥର ଉଇ ଖାଇଲି ଉଇ ଖାଇଗଲା ହଠାତ୍ ଦିନେ ତୋ ମା ମୋତେ ସ୍ୱପ୍ନରେ କହିଲା ଏ ଧନ ତମେ ଆଉ ଥରେ ବାହା ହେଇଯାଅ ତମ ଦେହ ମୁଣ୍ଡରେ ହାତ ମାରିବା ପାଇଁ ମୋ ସାନ ଭଉଣୀକି ନେଇ ଆସେ ତେଣୁ ବୁଝିଗଲି ବାପା ବୁଝିଗଲି ଆଉ ବୁଝିବାକୁ ପଡ଼ିବ ବୁଝିଗଲି ହଁ ବୁଝିଗଲି ସାତଟା ବୁଝିଗଲି ଆଇଲି ଆଇଲି ମୁଁ ଟିକେ କୁଣ୍ଢେଇ ପକାଏ ତମେ କ'ଣ କୁଣ୍ଡେଇଲେ ମୋ ଦର ଛାଡ଼ିବ ମୋ ପୁଅ ବୁଝିଗଲାଣି ଆଉ ଏ ସୂତା ଦେଖେଇଲେ ଲୁଗା ବୁଝିଦବ କେତେବେଳେ ଆଇଲା କି ରେ ଟକା ମାନେ ତମ ଏଇ ଦେହ ମୁଣ୍ଡ ହାତ ମାରିବାକୁ ତମର ଗୋଟେ ଲୋକଟେ ଦରକାର ନା ନିହାତି ନିହାତି ଅତି ନିଜର ଅତି ଆପଣର ନିକଟତର ହେଇଥିବ ଏଇ ଶୈଳ ସେଇ କଥା ବା ସେଇ କଥା ମୁଁ କହୁଛି ବଢିଆ ପୁଅ ଯାହା ଘରେ ଥିବ ବାପ ଏ କାମ କରିବାକୁ ଆଗ ପଛ ହବ ଆମର ବୁଝିଲାଣି ମାନେ ମୁଁ ତା ଲଙ୍କା ପୋଡ଼ିଦେବି ବାପା ମୋର ଯାହା ଅନୁମାନ ବୋହୂ ହିସାବରେ ଶୈଳ ତମର ଅନେକ ସେବା କରିବ ବହୁତ ବୋହୂ 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 ମାନେ ମାନେ ମୋ ୱାଇଫ ତମ ବୋହୂ ହେଇପାରିବନି ରେ ବାବା କ'ଣ ପାଇଁ ହେଇପାରିବନି ବା କ'ଣ ପାଇଁ ହେଇପାରିବନି ଶୁଣ ଏ ନର୍ସ ଚାକିରି କରି କରି ମୁଁ ଭାରି ବିରକ୍ତି ହେଲିଣି ରକ୍ତ ଦେ ରକ୍ତ ନେ ସାଲାଇନ୍ ଲଗା ସାଲାଇନ୍ ଖୋଲ ଔଷଧ ଖୁଆ ଔଷଧ ନ ଖାଇଲେ ବି ଖୁଆ ତେଣୁ କରି ମୁଁ ଭାବିଛି ମୋ ବାପାଙ୍କର ଭଲ ସେବା କରିବି ଆଉ ଭଲରେ ବି ରହିବି ମାନେ ବାବା ହେ ବାପା କ'ଣ ରାଜି ହେଇଗଲା ଆମର ଫାଇନାଲ ମାନେ ଆଗରୁ ବାହାବୁ ଏଇଟା କାଳି କୋତଳି ଧେତେରିଟା ତୁ ଆକୁ ବାହାବୁ ତତେ ବାହା ଦେଇ ତ ଜୀବନଟାକୁ ବର୍ବାଦ କରିଦେବି ଶିଳୁପୁତା ମୁଣ୍ଡରେ ଥୁଆ ଘରକୁ ଯା ବାପା ଶିଳୁପୁତା ମୁଣ୍ଡରେ ଥୁଆ ଘରକୁ ଯା ଭାବୁନି ଜ୍ୱର ଟିକେ କମେଇକି ଯାଇଥାନ୍ତି ବୋଲି 7 ଦିନ ଭିତରେ 7ଟା ଦିବ୍ୟ ସୁନ୍ଦରୀ ଆଣିବି ଖାଲି କୁଣ୍ଢେଇବୁ ତାତି କମେଇବୁ ଶିଳୁପୁତା ମୁଣ୍ଡରେ ଥୁଆ ଘରକୁ ଯା ନାଇଁ ବାବା ଅନେଇଲେ ସେ ଶୈଳ ନର୍ସ ଚାକିରି କରିଛି ତ